ଲଘୁଚାପ ଜନିତ ପ୍ରଥମ ବର୍ଷାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା କୁଇଣ୍ଟାଲ କୁଇଣ୍ଟାଲ ଇଲିଶି ମାଛ। ଦିଘା ମୋହନା ମାଛ ମାର୍କେଟରେ ଆଜି ପ୍ରବଳ ଇଲିଶି ମାଛ ଦେଖିବା ପାଇଁ ମିଳିଛି। ପଶ୍ଚିମବଙ୍ଗ ଦିଘା ମୁହାଣ ମୋହନା ମାଛ ମାର୍କେଟରେ କୁଇଣ୍ଟାଲ କୁଇଣ୍ଟାଲ ଇଲିଶି ବିକ୍ରି ହେଉଥିବାର ବ୍ୟବସାୟୀଙ୍କ ପ୍ରବଳ ଭିଡ଼ ଜମିଛି। ତେବେ ଲଘୁଚାପ ଜନିତ ବର୍ଷାରେ ପାଗ ଅନୁକୂଳ ଥିବାରୁ ଗଭୀର ସମୁଦ୍ରରୁ ପ୍ରଚୁର ପରିମାଣର ଇଲିଶି ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ଗତ କିଛି ବର୍ଷ ଧରି ମତ୍ସ୍ୟଜୀବୀଙ୍କ ଜାଲରେ ଆଶାନୁରୂପେ ଇଲିଶି ସମୁଦ୍ରରେ ଧରା ଦେଇ ନଥିବାରୁ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀମାନେ ନିରାଶ ହୋଇଥିବା ବେଳେ ଚଳିତ ବର୍ଷାଋତୁ ଆରମ୍ଭରେ ପ୍ରଚୁର ଇଲିଶି ଦେଖିବା ପାଇଁ ମିଳିଛି। ବଙ୍ଗୋପସାଗରରେ ଚାଣ ଚାଣ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହେଉଛି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଝିପିଝିପି ବର୍ଷାରେ ଦିଘା ଉପକୂଳରେ ପ୍ରଚୁର ଇଲିଶି ଧରା ଦେବାରୁ ହାଟ ବଜାରରେ ଇଲିଶି ଆମଦାନୀ ହେଉଛି। 200 ଗ୍ରାମ ଇଲିଶି 400 ଟଙ୍କା, 500 ଗ୍ରାମ ଓଜନର ଇଲିଶି 850 ଟଙ୍କା ଓ 1 କେଜି ଓଜନର ଇଲିଶି 1500 ଟଙ୍କାରେ ବିକ୍ରି ହେଉଛି। ତେବେ ପ୍ରଥମ ବର୍ଷାରେ ଏତେ ମାତ୍ରାରେ ଇଲିଶି ଧରାପଡ଼ିଥିବାରୁ ଆଗକୁ ପ୍ରଚୁର ଇଲିଶି ପଡ଼ିବାର ସମ୍ଭାବନା ରହିଛି ବୋଲି ଦିଘା ମତ୍ସ୍ୟଜୀବୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଲୁଣି ମାଛ ଅପେକ୍ଷା ଇଲିଶିର ସ୍ୱାଦ ଭିନ୍ନ ରୁଚି ହୋଇଥିବାରୁ ମାଛ ଖାଇବା ଖାଉଟିମାନଙ୍କର ଇଲିଶି ପ୍ରତି ଦୁର୍ବଳତା ରହିଛି। ସମୁଦ୍ରରେ ଇଲିଶି ଆଶାନୁରୂପକ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲେ ଓଡ଼ିଶା ଓ ପଶ୍ଚିମବଙ୍ଗ ହାଟ ବଜାରରେ ଇଲିଶି ଦାମ ଶସ୍ତା ହେବ ବୋଲି ଆଶା କରାଯାଉଛି।